ଆମେ ଷଷ୍ଠ ଶ୍ରେଣୀ ଗଣିତର ଅଭ୍ୟାସ କାର୍ଯ୍ୟ 7.1 କରିବା ହେଲା। 1 ନମ୍ବର ଦେଇଛି ଦତ୍ତ ମାପଦ୍ୱୟ ମଧ୍ୟରେ ଅନୁପାତ ନିର୍ଣ୍ଣୟ କର। ତାହେଲେ କ ରେ ଦେଇଛି ଆମକୁ 600 ଗ୍ରାମ ଆଉ 20 ଗ୍ରାମ। ପିଲାମାନେ ଦିଟାଙ୍କ ଗ୍ରାମ ରେ ଦେଇଛି, ତେଣୁ ଆମେ ଅନୁପାତ କରିବା ସହଜ ହବ 600 ବାଇ 20 ହେଲା। 0 କୁ 0 କଟିଗଲା ଆଉ 60/2 60/2 କେତେ 30 × 60 ତାହେଲେ 30/1 ହେଉଛି 30 ଅନୁପାତ 1 ହେଉଛି ଉତ୍ତର। ତାପରେ ଖରେ ଦେଖିବା, ଖରେ ଦେଇଛି 500 ଗ୍ରାମ ଓ 2 କିଗ୍ରା। ପିଲାମାନେ ଏଠି କିଲୋଗ୍ରାମ କେତେ ଦେଇଛି 2 କିଲୋଗ୍ରାମ ଆଗ ଆମେ ଗ୍ରାମ ରେ କନଭର୍ଟ କରିବା ହେଲା। 2 କିଲୋଗ୍ରାମ 1 କିଲୋଗ୍ରାମ ଜାଣିଛେ 1000, ତାହେଲେ 2 କିଲୋଗ୍ରାମ କେତେ ହେଇଗଲା 2000 ଗ୍ରାମ। ତାହେଲେ 500 ଅନୁପାତ 2000 ବୁଝିହେଲା। 500 ଅନୁପାତ 2000, ତାହେଲେ 2ଟା 0 କୁ 2ଟା 0 କଟିଗଲା 5 କୁ 20 ତାହେଲେ 1/4 ବୁଝିହେଲା। 1/4 ହେଉଛି ଅନୁପାତ। ତାପରେ ଗ ରେ ଆମକୁ ଦେଇଛି 25 ପଇସା ଆଉ 1 ଟଙ୍କା। 1 ଟଙ୍କା କେତେ ପଇସା 100 ପଇସା, ତାହେଲେ 25/100 ହେଲା। 25 × 100 ଆମେ ଜାଣିଛେ, ତାହେଲେ 1 ଅନୁପାତ 4 ହେଲା ପିଲାମାନେ। ତାପରେ ନେକ୍ସଟ ଯିବା ଆମେ ଘ ଦେଖିବା। ଘରେ ଆମକୁ ଦେଇଛି 20 ମିନିଟ ଓ 5 ଘଣ୍ଟା। ପିଲାମାନେ 5 ଘଣ୍ଟାକୁ ଆମେ ମିନିଟରେ ପ୍ରକାଶ କରିବା, ତାହେଲେ 1 ଘଣ୍ଟା ଆମେ କେତେ 60 ମିନିଟ। ତାହେଲେ 5 ଘଣ୍ଟା 5 × 60 ମାନେ 300 ମିନିଟ। ତାହେଲେ 20 ମିନିଟ ବାଇ 300 ମିନିଟ। ଗୋଟେ 0 କୁ ଗୋଟେ 0 କଟିଗଲା 15 × 2 = 30, ତାହେଲେ 1 ଅନୁପାତ 15 ହେଉଛି ଉତ୍ତର ଆମର। ରେ ଆମକୁ ଦେଲା 15 ମିଟର ଓ 90 ସେଣ୍ଟିମିଟର। ତାକୁ ମିଟରକୁ ସେଣ୍ଟିମିଟର ପ୍ରକାଶ କରିବା, ତାହେଲେ 1 ମିଟର ହେଉଛି 100 ସେଣ୍ଟିମିଟର। ତାହେଲେ 15 ମିଟର ହେଲା 1500 ସେଣ୍ଟିମିଟର, ମାନେ 1500 ଅନୁପାତ 90 ହେଲା। ଆକୁ କାଟି କାଟି ଗଲେ ଆମର 50 ଅନୁପାତ 3 ହବ ଉତ୍ତର। ତାପରେ 2 ନମ୍ବର ଦେଖିବା ପିଲାମାନେ, ଦେଇଛି ଗୋଟିଏ ଶ୍ରେଣୀର ବାଳକ ସଂଖ୍ୟା 40 ଓ ବାଳିକା ସଂଖ୍ୟା 25 ହେଲେ করে দেলা বালক ও বালিকার অনুপাত নির্ণয় কর। তাহলে 40 ଦେଇଛି বালক, বালিকা ଦେଇଛି 25। কাটি দিও 5 রে কাটলে 8, আকু 5 রে কাটলে 5, তাহলে 8 অনুপাত 5 ହେଉଛି বালিকা ও বালিকার কোন অনুপাত। তারপরে খরে দেলা বালিকা ও বালকর অনুপাত উল্টাই দিও, এটা হলো 8 অনুপাত 5, তাহলে এটা হয়ে 5 অনুপাত 8 বুঝিলা। তারপরে গ দেখিবা, গড়ে দেলা যে বালক সংখ্যা ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ କେତେ। ତାହେଲେ ପିଲାମାନେ ବାଳକ ଦେଲା 40, ସମୁଦାୟ କେତେ ବାଳିକା କେତେ ଦେଇଛି 25, ତାହେଲେ 40 ମିଶାଣ 25 65, ତାହେଲେ 40/65 ହେଲା ଆମର 8/13 ହେଉଛି ବାଳକ ସଂଖ୍ୟା ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ। ତାପରେ ଘ ଦେଇଛି ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖା ହେଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ ନିର୍ଣ୍ଣୟ କର। ପିଲାମାନେ ବାଳକ ଥିଲେ 40, 15 ନାମ ଲେଖା ହେଲା 55, ତାହେଲେ 55 ଅନୁପାତ 25। ୟାକୁ 5 କାଟିଲେ 11, ଆକୁ 5 କାଟିଲେ 5, ତାହେଲେ 11/5 ହେଉଛି ଉତ୍ତର ହେଲା ଅନୁପାତ। ତାପରେ 3 ନମ୍ବର ଦେଖିବା। 3 ନମ୍ବରରେ ଦେଲା ଯେ ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ଦେଇଛି 28 ଓ ଛାତ୍ର ସଂଖ୍ୟା ଦେଇଛି 1776। ସେ ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରର ଅନୁପାତ। ପିଲାମାନେ 28 ଅନୁପାତ 1176 ହେଲା। ଆକୁ ଯେତେବେଳେ ହରିଦବ ଇଏ ହବ 42 ରେ କଟିବ ହେଲା। 1 ଅନୁପାତ 42 ହେଉଛି ଶିକ୍ଷକ ଓ ଛାତ୍ରର ଅନୁପାତ। ତାପରେ 4 ନମ୍ବର ଦେଖ ଦେଇଛି ହରି 5 ଘଣ୍ଟାରେ 17 କିଲୋମିଟର ବାଟ ଯାଏ, ରାମ 3 ଘଣ୍ଟାରେ 34 କିଲୋମିଟର ବାଟ ଯାଏ, ସେମାନଙ୍କର ଘଣ୍ଟା ପ୍ରତି ବେଗର ଅନୁପାତ କେତେ। ତାହେଲେ ହରି ଯାଏ 5 ଘଣ୍ଟାରେ 17 କିଲୋମିଟର, ତାହେଲେ 1 ଘଣ୍ଟାରେ କେତେ ଯିବ 17/5 ହଁ କି ନାହିଁ। ରାମ ସେମିତି, ରାମ 3 ଘଣ୍ଟାରେ କେତେ ବାଟ ଯାଏ 34 କିଲୋମିଟର, ତାହେଲେ 1 ଘଣ୍ଟାରେ କେତେ ଯିବ 34/3, ତାହେଲେ ହରିର ଘଣ୍ଟା ପ୍ରତି ବେଗ ବାଇ ରାମର ଘଣ୍ଟା ପ୍ରତି ବେଗ ହେଲା। 17/5 ହେଲା 34/3। ତାକୁ ଯଦି ଇଏ ହରି ହେଇକି ଅଛି ଏପଟୁ ଗଲେ ଗୁଣି ହେଇଯିବ 3/34, ତାହେଲେ 17 ଉପରକୁ ଆମର କଣ 17/5 × 3/34 ବୁଝିଲା। ତାହେଲେ ଆକୁ ଆମେ ଯେତେବେଳେ କାଟିବ ହେଲା ଗୁଣିକି କାଟିବ ଆମର କେତେ ହେଇଯିବ 3/10 ହେଇଯିବ କଣ ଅନୁପାତ। ହରି ଓ ରାମର ଘଣ୍ଟା ପ୍ରତି ବେଗ 3/10 ହେବ। 5 ନମ୍ବର ପ୍ରଶ୍ନ ଆମକୁ ଦେଲା ରାମ ଓ ଶ୍ୟାମର ଘଣ୍ଟା ପ୍ରତିର ବେଗର ଅନୁପାତ ଦେଇଛି 3:5। ରାମ 5 ଘଣ୍ଟାରେ 22:1/2 କିଲୋମିଟର ବାଟ ଯାଏ, ଶ୍ୟାମର ଘଣ୍ଟା ପ୍ରତି ବେଗ କେତେ। ପିଲାମାନେ ଏଇଟା ହେଲା ରାମ ଓ ଶ୍ୟାମର ଘଣ୍ଟା ପ୍ରତି ବେଗ, ଅର୍ଥାତ୍
राम घंटारे 3 गुण गले श्याम घंटारे 5 गुण जाए ताले राम 5 घंटारे 22 1/2 किलोमीटर जाए ताले 1 घंटारे केते जीवो हैला एतिकी आगो आगो कोन अपकृतर प्रकार 45/2 हरण 5 हैला हरण 5 अछि उल्टे देले गुणन हे जो 1/5 हैला तापर 5 नुआ 45 ताले 9/2 किलोमीटर ताले 3 गुण को 9/2 किलोमीटर ताले 1 गुण को केते 9/2 हरण 3 हैला ताले 3/2 किलोमीटर ताले 5 गुण जेते गुणी देबा 7:2 किलोमीटर ताले श्यामर घंटा प्रति बेग 7:2 किलोमीटर बाहरी जीवो तापर 6 नंबर देखिबा 6 नंबर देला सकिला गोटे सप्ताह 1008 टंका व्यय करे और प्रत्येक दिन 216 टंका आय करे तार दैनिक आय और व्ययर अनुपात निर्णय कर हैला आय माने इनकम करिया केते टंका इनकम कला केते टंका खर्च कला व्यय माने ताले एक सप्ताह 7 दिन रे व्यय करे 1008 टंका ताले एक दिन रे व्यय करियो 1008 बाई 7 हरिले 144 टंका हबो ताले सकिलार एक दिन रे 216 टंका व्यय करे हैला 144 टंका ताले 3/2 हैला 3/2 होची आय और व्ययर अनुपात ये हमर संपूर्ण कोन 7.1 हमर सरी गला।